ସେ କହିଲେ ଯେ ମୁଁ 23 ମସିହାରୁ ସବୁ କଥା ଜାଣିଛି। ଅନେକ କନସେପ୍ଟ ତାଙ୍କର ବେଳେ ବେଳେ ଭୁଲ ଆମେ ଦେଖିଲୁ ଯେ ଏଜେନ୍ସି ମାନେ ଭୁଲ କରୁଛନ୍ତି। ଆମେ କହିଲେ ଏଜେନ୍ସି କାହିଁ ଭୁଲ କରିବେ? ଏଜେନ୍ସି ମାନେ ତ ଆମ ମୁଣ୍ଡ ନିଲାମ କରି ପଇସା ନେଉଛନ୍ତି। ଏଜେନ୍ସି ମାନେ ଭୁଲ ନାହିଁ, ଅଫିସର ମାନେ ଲେଖି ଦଉଛନ୍ତି ମୋର ଦରକାର ନାହିଁ। ଏଇ ଦେଖନ୍ତୁ ମିଶନ ଡାଇରେକ୍ଟର କଣ ନା ସେଇଟା କିଏ ଅଛି ଆମେ କହିଲୁ, ଆମେ ବୁଝେଇଲୁ। ଦି ବୃନ୍ଦା ଅଛନ୍ତି, 4-5 ଜଣ ରହିକିରି ସକାଳୁ ଉଠିଲେ ଗୋଟେ ଗୋଟେ ଛଟେଇ ଘର କରୁଛି। ଆମର ଏମିତି ସ୍ୱାସ୍ଥ୍ୟ ବିଭାଗରେ ସହିତ ଅନ୍ୟାନ୍ୟ ବିଭାଗରେ, ସ୍ୱାସ୍ଥ୍ୟ ବିଭାଗରେ ମାସିବ ହେଇଛନ୍ତି, ଅନ୍ୟାନ୍ୟ ବିଭାଗରେ କିଛି କିଛି ହେଇଛନ୍ତି। 4000 କଥା କହିଲୁ ନାହିଁ, ଡରିଯିବ କାଳେ, ଏଥିପାଇଁ କହିଲୁ 1200ରୁ 1400 ଭିତରେ ଛଟେଇ ହେଇଛନ୍ତି। ତାଙ୍କର ଯିଏ ଆଡିସନାଲ ସେକ୍ରେଟାରୀ ତାଙ୍କୁ ଡକାଗଲା, କହିଲେ ଏ ଅର୍ଡର କେମିତି ରିଭୋକ ହବ ପିଲାମାନଙ୍କ ଉପରୁ ବୁଝ। ଛଟେଇ ଉପରେ ତାଙ୍କର ନିର୍ଦ୍ଦିଷ୍ଟ କଥା ହେଲା ଯେ ଯେତେବେଳେ ମୋତେ ଦାୟିତ୍ୱ ଦେଲା ଏବଂ ଛଟେଇ କଥାଟା ଲେଖିଛ କୋଉ କୋଉ ପର୍ଯ୍ୟାୟରେ କେମିତି ଛଟେଇ ହେଇଛନ୍ତି, ସେଇଟା କ'ଣ ମୁଁ ଆଉ ତା ଭିତରେ ବୁଝିପାରିଲିନି। ମୋତେ ଆପଣମାନେ ବେଶୀ ଏଲାବୋରେଟ୍ କରୁଛନ୍ତି। ଆମେ କ'ଣ କହିବୁ ପିଲାଙ୍କୁ ନା ଗୋଟିଏ ତାଙ୍କର 2 ମାସ ଭିତରେ ସେ ଆମର ଏ କାର୍ଯ୍ୟ ସାରିବେ ଏବଂ ତାଙ୍କର ଯିଏ ଆଡିସନାଲ ସେକ୍ରେଟାରୀ କହିଲେ ଗୋଟେ ନୋଟିସ୍ କର ମିନିଷ୍ଟର କମିଟି ସହିତ ସେକ୍ରେଟାରୀ ଫେକ୍ରେଟାରୀକି ରଖିକି ତାଙ୍କର ଗୋଟେ ମିନିଷ୍ଟର କରିବେ। ଯାହା ସଞ୍ଜୟ କହିଲା ସବୁ ସେଇ କଥା ଆଲୋଚନା ହେଲା, ଭଲ ଭାବରେ ଶୁଣିଲେ, ଆମକୁ ଜଣେଇଲେ ଯେ ମୁଁ ସମସ୍ତଙ୍କୁ ରେଗୁଲାର କରିବି, ଗୋଟିଏ ବାଟ କରୁଛି ରେଗୁଲାର କରିବି। ନମ୍ବର 2 ଆମେ କହିଲୁ ଆପଣ ଆମକୁ ଗୋଟେ ରିଟିନ୍ ଦିଅନ୍ତୁ। ମୁଁ ଏବେ କାହାକୁ ଡାକି ରିଟିନ୍ କରିବି ଏବଂ ମନ୍ତ୍ରୀ ଏମଏଲକେ କହିଲେ ଯାଇକିରି ଏବେ ପିଲାଙ୍କୁ କହିଦିଅ ମିନିଷ୍ଟରଙ୍କର ଚିଫ୍ ମିନିଷ୍ଟରଙ୍କର ଏ କଥାଟା ପିଲାଙ୍କୁ ଜଣେଇ ଦିଅ। ସିଏ ଏଇ ପରିସ୍ଥିତିରେ ସେ 2 ଜଣ ବି କୁଣ୍ଠେଇଲେଣି, ଆଉ କ'ଣ ଯିବୁ କାଲି ଯାଇ ପହଞ୍ଚିବୁ। ମୁଁ କହିଲି କାଲି ପର୍ଯ୍ୟନ୍ତ ଆମେ ବସିବୁ, ଆପଣ କହିଲା ପରେ ଉଠିବୁ। ସେମାନେ ଆସିବେ, ଆପଣଙ୍କୁ କହିବେ, ତାପରେ ଆମେ ଉଠିବା। ଏବଂ ଆଉ ଗୋଟେ କଥା, ତାଙ୍କର ଯିଏ ଲୋକ ସମ୍ପର୍କ ବିଭାଗ ଯିଏ ମୁଖ୍ୟମନ୍ତ୍ରୀ ଏଇ କଥାଟା ତାର ସରକାରୀ ଗାଇଡଲାଇନରେ ଛାପିବେ ଯେ ଆଜି ମୁଖ୍ୟମନ୍ତ୍ରୀ ସହିତ ଆଲୋଚନା, ମୁଖ୍ୟମନ୍ତ୍ରୀ କହିଲେ ଏହା କରିବେ ବୋଲି, ସେ କଥାଟା ମୁଖ୍ୟମନ୍ତ୍ରୀ ହାତରେ ଲେଖିପାରିବେନି। ସେଇଟା ଆଇ ଆଣ୍ଡ ଡିପାର୍ଟମେଣ୍ଟ ଲେଖିବ। ସେ କଥା ମଧ୍ୟ ଦାୟିତ୍ୱ ଦେଇଛନ୍ତି ଯେ ଆଡିସନାଲ ସେକ୍ରେଟାରୀ ତ୍ରିଲୋଚନ ମହାନ୍ତିକି। ତ୍ରିଲୋଚନ ମହାନ୍ତିଙ୍କ ସହିତ କଥା ହୁଅ ବୋଲି ଏଇ ଯୋଉ ଛଟେଇ ଉପରେ ଆଶ୍ୱସ୍ତ ହେଲା। ତ ଯୋଉ NHM ପିଲା ଆଶ୍ୱସ୍ତ, ଯୋଉ 13/7/22ରେ ଯୋଉ ଅର୍ଡର ହେଇଥିଲା ହେନ୍ସଫୋର୍ଥ ସିଏ ବି ରିଭୋକ୍। এইটা কালিপন্ন মধ্যে ফাইল চালি আসু করদেবে। ଆଉ এইটা ମଧ୍ୟ ଯୋଉ ନ୍ୟାସନାଲ ହେଲ୍ଥ ମିଶନ ଯୋଉ 15,000 ପିଲାଙ୍କୁ ଛଟେଇ କରିବା ପାଇଁ ଯୋଉ କାଲି କରିଛି, ସେଇଟା ଡି ବୃନ୍ଦା କରିଛି। ପଚାରିଲେ ମୁଖ୍ୟମନ୍ତ୍ରୀ କିଏ ସେଇଟା ଅଛି, ଏମିତି ଲେଖି ଦଉଛି, ଇଂଲିଶ ଭୁଲ କରିଛି। ଗୋଟେ ଆଇ କୋଉଠୁ କୋଉଠି ଗୋଟେ ସ୍ପେଲିଂ ଦେଖାଯାଉନି, ସେଇ କଥା କହିଲେ ଏଇଟା କଣ ଭୁଲ ଲେଖିଦେବା। ଦେଖିଲା ପଢେଇଲା, କହିଲା ମୁଁ 3rd ଡିଭିଜନ ପିଲା। ଦେଖିଲା ବେଳକୁ ସେ ଗୋଟେ ଆଇଟା କଟି ଯାଇଛି କେମିତି କଣ, କାହିଁ ଆଇ ନାହିଁ। ଛାଡ଼, ଆମେ ଆପଣଙ୍କ କଥାକୁ ରାଜ୍ୟର ସର୍ବୋଚ୍ଚ କର୍ତ୍ତାଙ୍କ ପାଖରେ ଆମେ ଛାଡ଼ିବୁ କି? ମତେ ଗୋଟେ ବୁଝଉଛି ଆସିକିରି ସେ ଆମର ତ ମୁଖ୍ୟମନ୍ତ୍ରୀ ଚଢି କଥାବାର୍ତ୍ତା କରୁଛନ୍ତି, କଣ କରିବା କଥା। କହିଲି କାହିଁ କଣ ହେଲା କି ଅସୁବିଧା? ମୁଁ ଲୋକଦୋଷର କହିଲେନି ଆସିକିରି। ବିଜୟ ବାବୁ ବି ଭଲ ପରାମର୍ଶ ଦେଲେ, ସମସ୍ତେ ଭଲ କହିଛନ୍ତି। ଗୌତମ ବାବୁଙ୍କର ଯୋଉ ଖଣ୍ଡା ସବୁ ଝୁଲୁଥିଲା ନୂଆ ଟେଣ୍ଡର ନାଁରେ କାଢିବେ, ସେ କହିଲେ ଦ୍ୟାଟ୍ ଇଜ ଦ ଡ୍ୟୁଟି ଅଫ ଗଭର୍ଣ୍ଣମେଣ୍ଟ। ତମର ମୁଣ୍ଡ ପୁରିବା ଦରକାର ନାହିଁ, ବ୍ୟସ୍ତ ହବା ଦରକାର ନାହିଁ। ଗୋଟିଏ ସାଉଣ୍ଡ ହେଲା ଆମର 9 ଦିନର ପରିଶ୍ରମରେ ଆପଣମାନେ ଭିତରୁ ଅନେକ ଦେବେ ସାଙ୍ଗେ ସାଙ୍ଗେ ଅର୍ଡରଟା ହଁ କି ନାହିଁ, ଅନେକ ନାରା ନୁହଁ। କିନ୍ତୁ
এইটা নিহাতি 2 ମାସ କହିଲେ ବି କାର୍ଯ୍ୟ ଚାଲିଲା କହିଲେ ଆମେ କାର୍ଯ୍ୟ ଚଲେଇଲୁ। ସେ ତ୍ରିଲୋଚନ ମହାନ୍ତି ସେ ଟିକେ ଭଲ ନଲେଜିୟସ୍ ଲୋକ। ଏଇ ଆମର 2-3 ଭିତରେ ବି ଏଇ ଯୋଉ NHM ଅର୍ଡରଟା କ୍ୟାନସଲ କଣ ରିଭୋକ୍ ହେଇଯିବନି, ଉଡ୍ର ହେଇଯିବ। ତା ଦେହରେ ଆମର ବହୁତ ଲୋକ ଛଟେଇ ହେଇଥାନ୍ତେ। ସ୍ୱାସ୍ଥ୍ୟରେ କେମିତି ହେଇଛି କୁହାହେଇଛି, ସ୍ୱାସ୍ଥ୍ୟ ବିଭାଗରେ ବେସି CSC PSC ନର୍ସିଂ ଅଫିସର ଆଗରୁ 5 ବର୍ଷ ଭିତରେ ଆମେ କହିଛୁ ନା ତା ଦେହରେ ଅର୍ଡର ଥିଲା ବୋଧେ ଛଟେଇବେ ବୋଲି ନାହିଁ। ଅର୍ଡର ଫଳ କିଛି ନାହିଁ। ଏଜେନ୍ସି ବି ମନରୁ ଛଟେଇ କରିନି। ଛଟେଇ କରିଛନ୍ତି କିଏ? ଅଫିସର ମାନେ ଲେଖିକି ଦେଇଛନ୍ତି ଛଟେଇ କର। ତେଣୁ ସେଇ ଯୋଉ ମାନ୍ୟବର ଆଇନ ମନ୍ତ୍ରୀ ଇରାଶିଷ ଆଚାର୍ଯ୍ୟ ବାବୁ ସିଂ କାଲି ଆସିବେ, ସେତେବେଳେ ତାଙ୍କ ମୁହଁରୁ ଶୁଣିବା, ତାପରେ ଆମେ ଯିବା। ଆପଣ ମାନେ ରାଜି? ମନରେ କିଛି ଦୁଃଖ ଅଛି? ଆଉ ଆଜି ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ କୌଣସି ଆସୋସିଏସନ ୟୁନିୟନକୁ ଡାକିଛନ୍ତି କି? ଶିକ୍ଷକ ମାନ ଠାରୁ ବଡ ସଂଘ ତମର ନୁହଁ, ଡାକିଛନ୍ତି? ଲକ୍ଷାଧିକ ଲୋକ। କିନ୍ତୁ ଆମ ଜିଦ୍ ପାଖରେ ସରକାର ମୁଣ୍ଡ ନଇଁଲେ। ଆମେ ଖରା ତରରେ ବସିବାର, ଆରେ ସେ ତ ଅନେକ କଥା ଜାଣିଲେ, ଅନେକ କଥା ବି ତାଙ୍କର କନସେପ୍ଟ ବି ଭୁଲ ଅଛି। ହେଲା ରେଗୁଲାର ହେବା ଏ ପ୍ରକ୍ରିୟା ମୁଁ ଚଲେଇଲି ବୋଲି ସେ କହିଲେ, ମତେ ଆଉ ବେଶୀ ବୁଝେଇବା ଦରକାର ନାହିଁ। ତାପରେ ଆତ୍ମହତ୍ୟା କରିବା, ଆଉ କିଛି ଉପାୟ ନାହିଁ। କଣ କରିବା ମାନେ କାଲି କାଲି କଣ କରିବେ? ଏଇଟା ସରକାର ବା ବିଜ୍ଞପ୍ତି ବାହାର କରିବ କି ଉଦ୍ଭାଟ ପ୍ରଶ୍ନ? ମାନେ ରାତିରେ ମୁଁ କହିଥାନ୍ତି ଲେଖିକି ଆଣେ, ରାତିରେ କହିଥାନ୍ତି କି ଲେଖିକି ଆଣେ। ରାତି କେତେଟା ହେଲାଣି ଏବେ? ତମ 12ଟା ବେଳେ ତମ ସବୁ ପିଲା ଅଛନ୍ତି କି? ଏ ବାବୁ ଆରେ କହିଦେଇ ଶାଢୀ କଣ ଦେଖୁ? ଆରେ କହିଦେଇକି ନାଇଁ ଶୁଣ, ତମର ଯେମିତି ଜୀବନ ଅଛି ତାଙ୍କର ବି ଜୀବନ ଅଛି। ଆମେ